ମାନେ ଫୋକସ୍ ଷ୍ଟଡି ସେଣ୍ଟର ଆପଣଙ୍କୁ ସ୍ୱାଗତ ଜଣାଉଛି। ଆଜି ଆମେ ଦଶମ ଶ୍ରେଣୀର ଭୂଗୋଳ ବହିର ପ୍ରଥମ ଅଧ୍ୟାୟ ସମ୍ବଳର ପ୍ରଥମ ପାଠ ସମ୍ବଳ ଓ ତା'ର ବିକାଶର ଦ୍ୱିତୀୟ ଭାଗ ପାଠ ପଢ଼ିବା। ଯଦି ଭିଡ଼ିଓଟାକୁ ଭଲ ଲାଗିଥାଏ ତେବେ ପିଲାମାନେ ନିଶ୍ଚୟ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବ, ଯାହାଫଳରେ କି ମୁଁ ଛାଡ଼ୁଥିବା ଭିଡ଼ିଓ ପ୍ରଥମେ ଆପଣଙ୍କଠାରେ ପହଞ୍ଚି ପାରିବ। ଆଜି ଆମେ ପଢ଼ିବା ସମ୍ବଳ ବିକାଶ ଯୋଜନା ପଢ଼ିବା। ପିଲାମାନେ ଆଜି ଆମେ ସମ୍ବଳ ବିକାଶ ଯୋଜନା ପାଠ ପଢ଼ିବା। ମନୁଷ୍ୟ ବଞ୍ଚି ରହିବା ପାଇଁ ତଥା ଉନ୍ନତ ଜୀବନଯାପନ ପାଇଁ ସମ୍ବଳର ଯଥେଷ୍ଟ ଆବଶ୍ୟକତା ରହିଛି। ପିଲାମାନେ ମନୁଷ୍ୟ ବଞ୍ଚି ରହିବା ପାଇଁ ତଥା ଉନ୍ନତ ଜୀବନଯାପନ ପାଇଁ ସମ୍ବଳର ଆବଶ୍ୟକତା ରହିଛି। ପୂର୍ବରୁ ସମ୍ବଳକୁ ପ୍ରକୃତିର ମୁକ୍ତିଦାନ ବୋଲି ବିବେଚନା କରାଯାଉଥିଲା। ଏହା ଯୋଗୁଁ ସମ୍ବଳର ଅବିଚାରିତ ତଥା ଅନାବଶ୍ୟକ ବ୍ୟବହାର ବୃଦ୍ଧି ପାଇଲା। ପୂର୍ବରୁ ସମ୍ବଳକୁ ପ୍ରକୃତିର ମୁକ୍ତିଦାନ ବୋଲି ବିବେଚନା କୁହାଯାଉଥିଲା। ତେଣୁ ସମ୍ବଳକୁ କ'ଣ ହେଲା, ଅବିଚାରିତ ତଥା ଅନାବଶ୍ୟକର ବ୍ୟବହାର ବୃଦ୍ଧି ପାଇଲା। ଯେଉଁଠାରେ ବ୍ୟବହାର ନଥିଲା ସେଠାରେ ମଧ୍ୟ ବ୍ୟବହାର କରିବାକୁ ଲୋକମାନେ ବାହାରୁଥିଲେ। ମୁଖ୍ୟତଃ ବିକଶିତ ତଥା ଶିଳ୍ପୋନ୍ନତ ଦେଶଗୁଡ଼ିକରେ ଖଣିଜ ତଥା ଶକ୍ତି ସମ୍ବଳର ବ୍ୟବହାର ଅଧିକରୁ ଅଧିକ ତ୍ୱରାନ୍ୱିତ ହେବାରେ ସେଥିପାଇଁ କ'ଣ ହେଲା, ଫଳରେ ବିକଶିତ ତଥା ଶିଳ୍ପୋନ୍ନତ ଦେଶଗୁଡ଼ିକରେ ଖଣିଜ ତଥା ଶକ୍ତିର ସମ୍ବଳର ବ୍ୟବହାର ଅଧିକରୁ ଅଧିକ ହେବାରେ ଲାଗିଲା। ଭାରତ ଭଳି ବିକାଶୋନ୍ମୁଖୀ ଦେଶଗୁଡ଼ିକର ଅହେତୁକ ଜନସଂଖ୍ୟା ବୃଦ୍ଧି ଯୋଗୁଁ ମଧ୍ୟ ସମ୍ବଳ ବ୍ୟବହାରର ଆବଶ୍ୟକତା ବୃଦ୍ଧି ପାଇଲା। କୁହାଗଲା ଯେ ଆମ ଭାରତ ଭଳି ବିକାଶୋନ୍ମୁଖୀ ଦେଶଗୁଡ଼ିକରେ ଅହେତୁକ ଜନସଂଖ୍ୟା ବୃଦ୍ଧି ଯେତେବେଳେ ଜନସଂଖ୍ୟା ବୃଦ୍ଧି ପାଇଲା, ସମ୍ବଳର ବ୍ୟବହାର ମଧ୍ୟ ଅଧିକ ଚାଲିଲା। ଫଳରେ ଅନେକ ସାମାଜିକ, ଅର୍ଥନୈତିକ ତଥା ପରିବେଶ ଜନିତ ସମସ୍ୟାର ଉଦ୍ଭବ ହେଲା। ଫଳରେ କ'ଣ ହେଲା, ସାମାଜିକ, ଅର୍ଥନୈତିକ, ପରିବେଶ ଜନିତ ଯେତିକି ସମସ୍ୟା ରହିଲା ତାହା ବାହାରିବାରେ ଲାଗିଲା। ଯଥା ବିଭିନ୍ନ ସମ୍ବଳ ପରିମାଣ ଅହେତୁକ ହ୍ରାସ ଏବଂ ଯେତେ ଆମର ବିଭିନ୍ନ ପ୍ରକାର ସମ୍ବଳର ପରିମାଣ କ'ଣ ହେଲା, ଅହେତୁକ ହ୍ରାସ କମିବାରେ ଲାଗିଲା, ହ୍ରାସ ହେବାରେ ଲାଗିଲା। ସମ୍ବଳ ଆହରଣରେ ବିମର୍ଷତା ଯୋଗୁଁ କେତେକ ମୁଷ୍ଟିମେୟ ବ୍ୟକ୍ତିଙ୍କ ପାଖରେ ଏହା ଜମା ହୋଇ ରହିଛି। ଫଳରେ ଧନୀ ଦରିଦ୍ର ଭେଦଭାବ ସୃଷ୍ଟି ହୋଇ ସମାଜ ଦୁଇଟି ସ୍ପଷ୍ଟ ଶ୍ରେଣୀରେ ବିଭକ୍ତ ହୋଇଛି। ସେଥିପାଇଁ କ'ଣ ହେଲା, ଧନୀ ଦରିଦ୍ର ଭେଦଭାବ ସୃଷ୍ଟି ହୋଇ କ'ଣ ହେଲା, ଦୁଇଟି ସମାଜ ସ୍ପଷ୍ଟ ଶ୍ରେଣୀରେ ବିଭକ୍ତ, ଗୋଟେ ଧନୀ ଆଉ ଗୋଟେ ଗରିବ ବା ଦରିଦ୍ର। ନିର୍ବିକାର ସମ୍ବଳ ଉତ୍ତୋଳନ ଯୋଗୁଁ ପାରିସ୍ଥିତିକ ଭାରସାମ୍ୟ ନଷ୍ଟ ହେବାରେ ଲାଗିଛି। ନିର୍ବିକାର ସମ୍ବଳ ଉତ୍ତୋଳନ ଯୋଗୁଁ ପାରିସ୍ଥିତିକ ଭାରସାମ୍ୟ ନଷ୍ଟ ହେବାରେ ଲାଗିଛି। ଫଳସ୍ୱରୂପ ଉତ୍ତପ୍ତିକରଣ, ଓଜୋନ ସ୍ତର ହ୍ରାସ, ପରିବେଶ ପ୍ରଦୂଷଣ, ଭୂକ୍ଷୟ ଆଦି ପ୍ରାକୃତିକ ବିଘଟନ ବୃଦ୍ଧି ପାଇବାରେ ଲାଗିଲା। କ'ଣ ହେଲା, ଭୂତାତ୍ତ୍ୱିକ, ଓଜୋନ ସ୍ତର ହ୍ରାସ, ପରିବେଶ ପ୍ରଦୂଷଣ, ଭୂକ୍ଷୟ ଆଦି ପ୍ରାକୃତିକ ବିଘଟନ ଘଟିବାରେ ବୃଦ୍ଧି ପାଇବାରେ ଲାଗିଲା। ଏହା ମନୁଷ୍ୟ ତଥା ସମସ୍ତ ଜୀବଜଗତ ପାଇଁ ସଙ୍କଟ ସୃଷ୍ଟି ହୋଇପାରୁଛି। ବର୍ଦ୍ଧିକ ଜନସଂଖ୍ୟା ତଥା ଜୀବନ ଧାରଣ ମାନରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ପ୍ରାକୃତିକ ସମ୍ବଳର ଚାହିଦା ବୃଦ୍ଧି ପାଇବାରେ ଲାଗିଲା। ତାପରେ କ'ଣ ହେଲା, ବର୍ଦ୍ଧିତ ଜନସଂଖ୍ୟା, ଯେତେବେଳେ ଜନସଂଖ୍ୟା ବୃଦ୍ଧି ପାଇଲା ତଥା ଜୀବନ ଧାରଣର ମାନରେ ପରିବର୍ତ୍ତନ ଯୋଗୁଁ ପ୍ରାକୃତିକ ସମ୍ବଳର ଚାହିଦା କ'ଣ ହେଲା, ବଢ଼ିବାରେ ହେଲା। ପ୍ରାକୃତିକ ସମ୍ବଳ କ'ଣ ହେଲା, ବଢ଼ି ଚାଲିଲା। ଫଳରେ ଅଧିକାଂଶ କ୍ଷେତ୍ରରେ ସମ୍ବଳର ତ୍ରୁଟିପୂର୍ଣ୍ଣ ତଥା ଅନାବଶ୍ୟକ ଉତ୍ତୋଳନ ଯୋଗୁଁ ସମ୍ବଳ ଗଚ୍ଛିତ ପରିମାଣ ଦ୍ରୁତ ଗତିରେ ହ୍ରାସ ପାଇଲା। କ'ଣ ହେଲା, ସେ ସମ୍ବଳ ଯେଉଁଠାରେ ରହିଥିଲା ସେ ସମ୍ବଳ କ'ଣ ହେଲା, ବହୁତ ପରିମାଣରେ କ'ଣ ହେଲା, ହ୍ରାସ ପାଇବାରେ ଲାଗିଲା। ବିଭିନ୍ନ ଶକ୍ତି ସମ୍ବଳ ଯଥା କୋଇଲା, ପେଟ୍ରୋଲିୟମ ଭଣ୍ଡାରଗୁଡ଼ିକ ଚିନ୍ତାଜନକ ଭାବେ ହ୍ରାସ ପାଇଲେ। ସେଥିରେ କ'ଣ ହେଲା, ଲୋକମାନଙ୍କର ବ୍ୟବହାର ବହୁଳ ଭାବରେ ହେବା ଯୋଗୁଁ କୋଇଲା ଓ ପେଟ୍ରୋଲ ଭଣ୍ଡାର କ'ଣ ହେଲା, କମିବାରେ ଲାଗିଲା। ଆମର ଖାଦ୍ୟ ଆବଶ୍ୟକତା ମେଣ୍ଟାଇବା ପାଇଁ ଭୂମିରେ ବିଭିନ୍ନ ରାସାୟନିକ ସାର ତଥା କୀଟନାଶକ ପ୍ରୟୋଗ ସହ ଭୂମିରୁ ବାରମ୍ବାର ଚାଷ କରିବାକୁ ପଡ଼ୁଛି। ବୁଝିଲା ପିଲାମାନେ, ଯେ ଆମ ଖାଦ୍ୟ ଯେଉଁ ଖାଉଛୁ ହେଲା, ଖାଦ୍ୟର ପରିମାଣ ଅଧିକ ବଢ଼ିବା ପାଇଁ ଆମେ କ'ଣ କରୁଛୁ, ରାସାୟନିକ ସାର ତଥା କୀଟନାଶକ ପ୍ରୟୋଗ ସହ ଭୂମିକୁ ବାରମ୍ବାର
ଚାଷ କରିବାକୁ ପଡ଼ୁଛି। ଫଳରେ ମୃତ୍ତିକା କ୍ଷୟ ସହ ମୃତ୍ତିକାର ଉର୍ବରତା କ'ଣ ହେଉଛି ନଷ୍ଟ ହେବାରେ ଲାଗୁଛି। ଖଣି ଖନନ, ଶିଳ୍ପାୟନ, ସହରୀକରଣ ତଥା ବାଣିଜ୍ୟ ବ୍ୟବସାୟ ଆଦି କାର୍ଯ୍ୟକଳାପ ଯୋଗୁଁ ଜଙ୍ଗଲ କ୍ଷୟ ହେବା ସଙ୍ଗେ ସଙ୍ଗେ ପରିବେଶ ପ୍ରଦୂଷଣ ଉଦ୍ବେଗଜନକ ଭାବେ ବୃଦ୍ଧି ପାଏ। ଫଳରେ ଖଣି ଖୋଳାରେ ଶିଳ୍ପାୟନ, ସହରୀକରଣ ତଥା ବାଣିଜ୍ୟ ବ୍ୟବସାୟ ଆଦି କାର୍ଯ୍ୟକଳାପ ଯୋଗୁଁ କ'ଣ ହେଉଛି ଜଙ୍ଗଲ କ୍ଷୟ ହେବା ସଙ୍ଗେ ସଙ୍ଗେ ପରିବେଶ କ'ଣ ହେଉଛି ପ୍ରଦୂଷଣ ମଧ୍ୟ ହେଉଛି। ସମ୍ବଳର ଅତ୍ୟଧିକ ତଥା ଅନୁଚିତ ବ୍ୟବହାର ସମଗ୍ର ବିଶ୍ୱ ତଥା ମାନବ ସମାଜ ପାଇଁ ବିପଦ ସଂକେତ ଦେଉଛି। ସେଥିପାଇଁ ସମ୍ବଳର ଅତ୍ୟଧିକ ତଥା ଅନୁଚିତ ବ୍ୟବହାର ମାନେ ଯେଉଁ ସମୟରେ ଯାହା ଯେନ୍ତା ସମୟରେ ବ୍ୟବହାର କରିବା କଥା ସେଟା ବ୍ୟବହାର ନ କରିବାରୁ ସମଗ୍ର ବିଶ୍ୱ ତଥା ମାନବ ସମାଜ ପାଇଁ କ'ଣ ହେଲା ବିପଦ ସଂକେତ ସେଟା ଦେଉଛି। ପାରିବାରିକ ଅସନ୍ତୁଳନ ଯୋଗୁଁ ଅନେକ ପ୍ରାଣୀ ଓ ଉଦ୍ଭିଦ ଭୂପୃଷ୍ଠ ଲୋପେନି। ସେଥିପାଇଁ ପରିବେଶ ସ୍ଥିତି ରହୁଥିଲେ ପ୍ରାଣୀ ଓ ଉଦ୍ଭିଦ କ'ଣ ହେଉଛି ଲୋପ ପାଇବାରେ ଲାଗିଲାଣି। ଆହୁରି ଅନେକ ପ୍ରାଣୀ ଓ ଉଦ୍ଭିଦ ସଙ୍କଟାପନ୍ନ ସ୍ଥିତିରେ ଉନ୍ନତି ହେଲେଣି। ଆହୁରି ମଧ୍ୟ ପ୍ରାଣୀ ଓ ଉଦ୍ଭିଦ ମଧ୍ୟ କ'ଣ ବହୁତ ସଙ୍କଟରେ ପଡ଼ିଲେଣି। ସବୁଜ ଜଙ୍ଗଲ ଧ୍ୱଂସ ପାଇବା ଯୋଗୁଁ ଅନେକ ସ୍ଥାନରେ ମରୁଭୂମିମାନ ସୃଷ୍ଟି ହୁଏ। ବୁଝିଗଲା ପିଲାମାନେ, ଏ ସବୁଜ ଜଙ୍ଗଲ ଯେତେବେଳେ ଧ୍ୱଂସ ହେଲାଣି ସେହି ଅଞ୍ଚଳରେ କ'ଣ ହେଉଛି ମରୁଭୂମି ମଧ୍ୟ ସୃଷ୍ଟି ହେବାରେ ଲାଗିଲାଣି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ବନ୍ୟା, ବାତ୍ୟା, ମରୁଡ଼ି ଆଦି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ତଥା ବାରମ୍ବାର ସଂଘଟିତ ହେଉଛି। ଯେତେବେଳେ ଜଳବାୟୁର ପରିବର୍ତ୍ତନ ଯୋଗୁଁ ବନ୍ୟା ଠିକ୍ ସମୟରେ ହୋଇପାରୁନାହିଁ, ଯାହାଫଳରେ କି ବାତ୍ୟା, ମରୁଡ଼ି ଆଦି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ତଥା ବାରମ୍ବାର ସଂଘଟିତ ହେଉଛି। ଏସବୁ ମାନବ ସମାଜ ପାଇଁ ସତର୍କ ଘଣ୍ଟି ସଦୃଶ। ସମ୍ବଳର ବିବେକାନୁମୋଦିତ ବ୍ୟବହାର ପାଇଁ ବେଳକୁ ସାବଧାନ ହେବା ଜରୁରୀ ହୋଇପଡ଼ିଛି। ମଣିଷର ଚାହିଦା ଓ ପ୍ରାକୃତିକ ସମ୍ବଳ ବ୍ୟବହାର ମଧ୍ୟରେ ଏକ ସନ୍ତୁଳନ ରକ୍ଷା କରାଯିବା ନିତାନ୍ତ ଆବଶ୍ୟକ। ପ୍ରାକୃତିକ ସମ୍ବଳର ଉପଯୁକ୍ତ ପରିଚାଳନା ଓ ବିକାଶ ଦ୍ୱାରା ହିଁ ଆମେ ପୃଥିବୀକୁ ଧ୍ୱଂସ ମୁଖରୁ ରକ୍ଷା କରିପାରିବା। ଯାହାଲାଗି ଯେ ମଣିଷର ଚାହିଦା ଓ ପ୍ରାକୃତିକ ସମ୍ବଳର ବ୍ୟବହାର ମଧ୍ୟରେ ଏକ ସନ୍ତୁଳନ ରକ୍ଷା କରିପାରିଲେ କ'ଣ ହେବ ପ୍ରାକୃତିକ ସମ୍ବଳ ଉପଯୁକ୍ତ ପରିଚାଳନା ଓ ବିକାଶ ଦ୍ୱାରା ହିଁ ପରିବେଶକୁ ଧ୍ୱଂସ ମୁଖରୁ ଆମେ ରକ୍ଷା କରିପାରିବା। ନିମ୍ନଲିଖିତ କେତୋଟି ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଧ୍ୟାନ ଦେଲେ ସମ୍ବଳର ବିକାଶ ତଥା ଉପଯୁକ୍ତ ପରିଚାଳନା ସମ୍ଭବ ହୋଇପାରିବ। ଦେଲା କି ଯେ କେତୋଟି ଗୁରୁତ୍ୱପୂର୍ଣ୍ଣ ଦିଗ ଅଛି ତାକୁ ଆମେ ଧ୍ୟାନ ଦେବା, ଯାହାଫଳରେ କି ସମ୍ବଳ ବିକାଶ ତଥା ଉପଯୁକ୍ତ ପରିଚାଳନା ସମ୍ଭବ ହୋଇପାରିବ। ହେଲେ ପ୍ରଥମରେ ଦେଲା କୌଣସି ଦେଶ ବା ଅଞ୍ଚଳରେ ଉପଲବ୍ଧ ସମସ୍ତ ପ୍ରକାର ପ୍ରମାଣିତ ତଥା ସମ୍ଭାବ୍ୟ ସମ୍ବଳର ପରିମାଣ ତଥା ଗୁଣବତ୍ତାର ସଠିକ୍ ମୂଲ୍ୟାୟନ ଆବଶ୍ୟକ। କ'ଣ ଲାଗି କୌଣସି ଦେଶ ବା ଅଞ୍ଚଳରେ ଉପଲବ୍ଧ ସମସ୍ତ ପ୍ରକାର ପ୍ରମାଣିତ ତଥା ସମ୍ଭାବ୍ୟ ସମ୍ବଳର ପରିମାଣ ତଥା ଗୁଣବତ୍ତାର ସଠିକ୍ ମୂଲ୍ୟାୟନ ମାନେ ଯେତିକି ପରିମାଣର ମୂଲ୍ୟ ହେବା କଥା ସେତିକି ପରିମାଣର ମୂଲ୍ୟ ହେବା ଆବଶ୍ୟକତା। ଉଭୟ କ୍ଷୟଶୀଳ ତଥା ଭରଣଯୋଗ୍ୟ ସମ୍ବଳର ବୈଜ୍ଞାନିକ ପଦ୍ଧତିରେ ସଚେତନ ଉପଯୋଗ କରାଯାଉଛି। ଲାଗି ଉଭୟ କ୍ଷୟଶୀଳ ତଥା ଭରଣଯୋଗ୍ୟ ସମ୍ବଳକୁ ବୈଜ୍ଞାନିକ ପଦ୍ଧତି ମାଧ୍ୟମରେ ସଚେତନ ହେବା ଉଚିତ। ସମ୍ବଳର ଉତ୍ପାଦିତ ବୃଦ୍ଧି ପାଇଁ ପଦକ୍ଷେପ ନେବାର ଆବଶ୍ୟକ ଅଛି। ଏ ସମ୍ବଳକୁ ଆମେ କେମିତି ବଢ଼ାଇବା ତାହାର ମଧ୍ୟ ପଦକ୍ଷେପ ନେବା ଆବଶ୍ୟକ। ଉଦାହରଣ ସ୍ୱରୂପ ଉପଯୁକ୍ତ ପରିମାଣର ସାର ପ୍ରୟୋଗ ଦ୍ୱାରା ଫସଲ ଚକ୍ର ମାଧ୍ୟମରେ ମୃତ୍ତିକାର ଉର୍ବରତା ବୃଦ୍ଧି କରାଯାଇପାରିବ। ଏବଂ କୁହା ଲାଗି ଯେ ଉପଯୁକ୍ତ ପରିମାଣରେ ସାର ଆମେ ପ୍ରୟୋଗ କରିବା ଦ୍ୱାରା ବା ଫସଲ ଚକ୍ର ମାଧ୍ୟମରେ ମୃତ୍ତିକାର ଉର୍ବରତା ବୃଦ୍ଧି କରାଯାଇପାରିବ। ବର୍ତ୍ତମାନ ସମୟର ନିମ୍ନମାନ ବିଶିଷ୍ଟ ତଥା ବ୍ୟବହାର ଅଯୋଗ୍ୟ ସମ୍ବଳକୁ ନଷ୍ଟ କରାଯିବା ଉଚିତ। କୁହା ଲାଗି ଯେ ବର୍ତ୍ତମାନ ସମୟର ନିମ୍ନମାନ ବିଶିଷ୍ଟ ତଥା ବ୍ୟବହାର ଅଯୋଗ୍ୟ ସମ୍ବଳକୁ ଆମେ କ'ଣ କରିବା ନଷ୍ଟ କରିଦେବା। ନୂତନ ଜ୍ଞାନ କୌଶଳର ଉଦ୍ଭବ ସହ ସେଗୁଡ଼ିକୁ ବ୍ୟବହାର କରିବା ଏବଂ ନୂତନ ଜ୍ଞାନ କୌଶଳ ଉଦ୍ଭବ ଦ୍ୱାରା କ'ଣ କରିବା ସେଗୁଡ଼ିକୁ ବ୍ୟବହାର କରାଯିବ। ଦୁର୍ଲଭ ସମ୍ବଳ ଗୁଡ଼ିକର ଉପଲବ୍ଧିତା ନିଶ୍ଚୟ କରିବା ଏକାନ୍ତ ଜରୁରୀ। କଲା ଦୁର୍ଲଭ ସମ୍ବଳର ଉପଲବ୍ଧିତାକୁ କ'ଣ କରିବା ନିର୍ଣ୍ଣୟ କରିବା ଏକାନ୍ତ ଜରୁରୀ। ଆବଶ୍ୟକ ସ୍ଥଳେ ଏଗୁଡ଼ିକର ବିକଳ୍ପ ସମ୍ବଳ ଉଦ୍ଭାବନ କରାଯିବା ଜରୁରୀ। ହାଲାକି ଆବଶ୍ୟକ ସ୍ଥଳେ ଯେଉଁ ସମୟରେ ଆବଶ୍ୟକ ହେବ ସେହି ସମୟରେ କ'ଣ କରିବ ବିକଳ୍ପ ସମ୍ବଳ ଉଦ୍ଭାବନ କରାଯିବା ଉଚିତ। ବିକଳ୍ପ ସମ୍ବଳ ଭରଣଯୋଗ୍ୟ ହେବା ସ୍ୱାଗତ ହେଲା। ବିକଳ୍ପ ସମ୍ବଳ ଦ୍ୱାରା କ'ଣ ହେବା ଭରଣଯୋଗ୍ୟ ହୋଇପାରିବ। ସମ୍ବଳ ଆବଶ୍ୟକତା ବୃଦ୍ଧି ପାଉଥିବାରୁ ଅଧିକରୁ ଅଧିକ ଭରଣଯୋଗ୍ୟ ବିକଳ୍ପ ସମ୍ବଳର ଉଦ୍ଭାବନ ଓ ବ୍ୟବହାର ଆବଶ୍ୟକତା ପଡ଼ିଛି।
कि संबल आवश्यकता वृद्धि पाउथिबारु संबलर आवश्यकता वृद्धि पाउछ ना पिलाने वृद्धि पाउथिबारु अधिकରୁ ଅଧିକ भरणयोग्य विकल्प संबल उद्भावन और व्यवहार आवश्यकता हेलानी सी विकल्प संबल गुड़िकर तालिका वर्षक वर्ष कौन हो प्रकाशित होगा आवश्यक है ये विकल्प संबल कौन होगा दरकार ताको प्रकाश करवा दरकार वर्षक वर्ष संबलर सुसंहत तथा बहुमुखी व्यवहार पर गुरुत्वारोप करवा दरकार कह लगी संबलर सुसंहत तथा बहुमुखी व्यवहार उपर गुरुत्व देवा मैंने बहुमुखी व्यवहार बोले कौन हम बहुमुखी व्यवहार उपर गुरुत्वारोप करवा दरकार विभिन्न माध्यम व्यवहार संबल असमान बंटन जो केतेक स्थान में संबल विनियोग अधिक होती तो अन्य स्थान में स्वल्प विनियोग होती संबल असमान बंटन मैंने संबल ठीक परिमाण बंटन हो पारना जहाँफल कौन हो केते स्थान अधिक संबल बंटन हो तो आउ केते स्थान में कम विनियोग हो किंतु सब अंचल संबलर विकास तथा नवीकरण संभाव होगा आवश्यक लगी ये कि सब अंचल कौन संबलर विकास तथा नवीकरण भाव स्वल्प विनियोग अधिक विनियोग भली हानिकारक संबलर सुसंहत विनियोग द्वारा सामाजिक भारसाम्य रक्षा कर संबल संरक्षण उपयुक्त विधि विधान आवश्यक रही संबल संरक्षण कौन विभिन्न प्रकार विधि विधान आवश्यक रही सर्वोपरि जनसाधारण मध्य शिक्षा और सचेतनता सृष्टि द्वारा ही संबलर उपयुक्त विकास और विकास अनुमोदित व्यवहार संभव हम लोक सामाजिक आर्थिक तथा सांस्कृतिक विकास द्वारा ही संबल विकास योजना सुफल मिल पार लगी सर्वोपरि जनसाधारण मध्य कौन शिक्षा सचेतन सृष्टि द्वारा ही संबलर उपयुक्त विकास विवेकानुमोदित व्यवहार संभव हो मैंने कौन शिक्षा दिज्व और सचेतन कर लोक लोक जनसाधारण को लोक सामाजिक आर्थिक तथा सांस्कृतिक विकास द्वारा कौन हम संबल विकास योजना सुफल मिल सामाजिक आर्थिक सांस्कृतिक विकास द्वारा संबल संरक्षण संबलर सचेतन विनियोग तथा नवीकरण पर यथेष्ट समय देवाक संबल संरक्षण कहुए कि जे संबलर सचेतन विनियोग भल भाव जत्न निया तार विनियोग कर नवीकरण जगह यथेष्ट समय देवाक संबल संरक्षण कहुए संबल विनियोगर आवश्यकता तथा आगामी वंशधर पर सेगुड़िक संरक्षण मध्य संतुलन रक्षा करने को धारणीय विकास कह लगी संबल विनियोगर आवश्यकता तथा आगामी वंशधर पर सेगुड़िकर संरक्षण मध्य कौन हम संतुलन रक्षा करने को कौन कह धारणीय विकास कहुए संबल संरक्षण वास्तव तथा मौलिक उद्देश्य होउछि कौन मैंने जीवन धारण पर अपरिहार्य परिवेशर सुरक्षा परिसंस्था को विनियोग करने सत्वे परिसंस्थार अंतर्निहित क्षमता को अक्षुण्ण रखा जैव विविधता को सुरक्षित करने संबल संरक्षण मुख्य तीन उपाय होउछि संबल व्यवहार यथोचित ह्रास पे क्वेश्चन पढ़िबार यहाँ संबल संरक्षण मुख्य तीन उपाय होउछि कौन संबल व्यवहार यथोचित ह्रास संबल व्यवहार आम अଯଥା कौन करवा ह्रास करवा संबल पुनःचक्रीकरण कौशल अवलंबन करने को पड़ो संबलर पुनः व्यवहार माध्यम समस्त प्रकार संबल संरक्षण करने पड़ो तबले भारत में संबल संरक्षण योजना संबल संरक्षण और योजना एक जटिल प्रक्रिया संबल संरक्षण और योजना कौन जटिल प्रक्रिया मुख्यतः 5 गोटी प्रक्रिया पर संबल योजना निर्भर करता है पढ़ब ये केतोटी प्रक्रिया माध्यम संबल योजना निर्भर करता है 5टी माध्यम कौन 5टी मध्य विभिन्न कार्यपाई संबलर आवश्यकता निर्धारण और संबल प्राप्ति स्थान चिह्नीकरण एवं संबल चाहिदार परिणाम आकलन विभिन्न कार्यपाई संबलर आवश्यकता निर्धारण करने को पड़ो एवं संबल प्राप्ति स्थान चिन्हट जो संबल मिल स्थान चिन्हट करवा एवं संबल चाहिदार परिणाम आकलन एवं संबलर कौन
କେତେ ପରିମାଣ ଚାହିଦା ହେବ ତାହା ପରିମାଣ ଆମେ ଆକଳନ କରିବା, ଅନୁମାନ କରିବା। ସମ୍ବଳର ଗଚ୍ଛିତ ପରିମାଣ ଓ ବିକାଶର ଆକଳନ କରିବା। ସମ୍ବଳ ଗଚ୍ଛିତ ଯେଉଁ ସମ୍ବଳ କେଉଁଠାରେ ଗଚ୍ଛିତ ଅଛି, କେତେ ପରିମାଣ ଅଛି, ତାକୁ କ'ଣ କରିବା, ଆକଳନ କରିବା। ଏବଂ ବିକାଶ ସ୍ତର କ'ଣ, ବିକାଶ ବଢ଼ିବା ପାଇଁ ସମ୍ବଳର ଗଚ୍ଛିତ ପରିମାଣ ବଢ଼ିବା ମାନେ ବିକାଶ କରିବା ପାଇଁ ଆମେ ମଧ୍ୟ ଆକଳନ କରିବା। ଏହା ସର୍ବେକ୍ଷଣ ଓ ମାନଚିତ୍ରୀକରଣ ଏବଂ ସଂଖ୍ୟାତ୍ମକ ତଥା ଗଣନାତ୍ମକ ମୂଲ୍ୟାୟନ ଏହାର ସର୍ବେକ୍ଷଣ, ମାନଚିତ୍ରୀକରଣ ଏବଂ ସଂଖ୍ୟାତ୍ମକ ତଥା ଗୁଣାତ୍ମକ ମୂଲ୍ୟାୟନ, ସମ୍ବଳ ଉତ୍ତୋଳନ କ୍ରିୟାତ୍ମକ ମୂଲ୍ୟ ଏବଂ ବ୍ୟବହାର ତଥା ଯୋଜନା ସଂରଚନା ପ୍ରସ୍ତୁତିକରଣ। ଏହା ପୁନଃ ବ୍ୟବହାର ସମ୍ବନ୍ଧୀୟ ଯୋଜନା, ସମ୍ବଳ ଉତ୍ତୋଳନ ପାଇଁ ଆବଶ୍ୟକୀୟ ଯନ୍ତ୍ରପାତିର ଉପଲବ୍ଧି, ଉପଯୁକ୍ତ କୌଶଳ ଓ ପ୍ରଯୁକ୍ତି ବିଦ୍ୟା, ବଜାର ମୂଲ୍ୟ ନିର୍ଦ୍ଧାରଣ, ଅନୁଷ୍ଠାନ ଅବସ୍ଥାନ ଇତ୍ୟାଦି ସମ୍ବଳ ବିକାଶ ସମ୍ବନ୍ଧୀୟ ପ୍ରକ୍ରିୟା ଅବଲମ୍ବନ ଉପରେ ଆଧାରିତ ଯୋଜନା ପ୍ରଣୟନ। ସମ୍ବଳ ବିକାଶ ଓ ଜାତୀୟ ବିକାଶ ଯୋଜନା ସମନ୍ୱୟ ସ୍ଥାପନ। ଏହା ବିଭିନ୍ନ ଅଞ୍ଚଳର ସମ୍ବଳ ସଂଗ୍ରହ, ବ୍ୟବହାର ତଥା ପରିଚାଳନା ଉପରେ ନିର୍ଭର କରିଥାଏ। ଏହା ଲାଗି ଏହା ବିଭିନ୍ନ ଅଞ୍ଚଳରେ ସମ୍ବଳ ସଂଗ୍ରହ, ବ୍ୟବହାର, ପରିଚାଳନା ଉପରେ ନିର୍ଭର କରିଥାଏ। ବଜାର ଯାତାୟାତ ପରିବହନ ଇତ୍ୟାଦି ଏଥିରେ ମୁଖ୍ୟ ଭୂମିକା କରିଥାଏ। କହିଲା ଯେ ବଜାର ଯାତାୟାତ ପରିବହନ ମୁଖ୍ୟ ଭୂମିକା କରିଥାଏ। ନୂତନ ଓ ବିକଳ୍ପ ସମ୍ବଳର ଆବିଷ୍କାର, ନୂତନ ଓ ବିକଳ୍ପ ସମ୍ବଳର ଆବିଷ୍କାର ସମ୍ବନ୍ଧୀୟ ଗବେଷଣା କାର୍ଯ୍ୟକ୍ରମର ଯୋଜନା କରାଯାଇଥାଏ। ସମ୍ବଳର ଯଥୋଚିତ ବ୍ୟବହାର ହେଉଛି ମୂଳ ଲକ୍ଷ୍ୟ। ସମ୍ବଳର ଯଥୋଚିତ ବ୍ୟବହାର ହେଉଛି ଯୋଜନାର ମୂଳ ଲକ୍ଷ୍ୟ। ଭାରତ ପରି ଏକ ବୃହତ୍ ଜନସଂଖ୍ୟା ବିଶିଷ୍ଟ ଓ ବିଭିନ୍ନ ସମ୍ବଳରେ ପରିପୂର୍ଣ୍ଣ ଦେଶ ପାଇଁ ସମ୍ବଳ ଯୋଜନାର ପ୍ରାଧାନ୍ୟ ଓ ଆବଶ୍ୟକତା ଯଥେଷ୍ଟ ଅଧିକ। ଭାରତର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପ୍ରକାର ସମ୍ବଳ ମିଳିଥାଏ। କହିଲେ କି ଭାରତର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପ୍ରକାର ସମ୍ବଳ ମିଳିଥାଏ। କେତେକ ଅଞ୍ଚଳରେ ଏକ ନିର୍ଦ୍ଦିଷ୍ଟ ସମ୍ବଳର ଆଧିକ୍ୟ ଦେଖାଯାଉଥିବା ବେଳେ ଅନ୍ୟ କେତେକ ଅଞ୍ଚଳରେ ଏହାର ଅଭାବ ଅନୁଭୂତ ହୋଇଥାଏ। ମାତ୍ର ଅନ୍ୟ କୌଣସି ଏକ ସମ୍ବଳର ଆଧିକ୍ୟ ରହିଥାଏ। ଉଦାହରଣ ସ୍ୱରୂପ ଝାଡ଼ଖଣ୍ଡ, ଛତିଶଗଡ଼, ଓଡ଼ିଶା, ମଧ୍ୟପ୍ରଦେଶ ଇତ୍ୟାଦି ରାଜ୍ୟଗୁଡ଼ିକରେ ବିଭିନ୍ନ ପ୍ରକାର ଖଣିଜ ସମ୍ବଳ ଅଧିକ ପରିମାଣରେ ମିଳିଥାଏ। ପିଲାମାନେ କୁଶଳବା କେଉଁଠାରେ ଆମର କ'ଣ ଅଧିକ ପରିମାଣରେ ସମ୍ବଳ ଦେଖାଇଥାଏ? ଝାଡ଼ଖଣ୍ଡ, ଛତିଶଗଡ଼, ଓଡ଼ିଶା, ମଧ୍ୟପ୍ରଦେଶ। ଝାଡ଼ଖଣ୍ଡ, ଛତିଶଗଡ଼, ଓଡ଼ିଶା, ମଧ୍ୟପ୍ରଦେଶରେ କ'ଣ ହୋଇଥାଏ? ଏହି ରାଜ୍ୟମାନଙ୍କରେ ଖଣିଜ ସମ୍ବଳ ଅଧିକରୁ ଅଧିକ ପରିମାଣ ମିଳିଥାଏ। ଅରୁଣାଚଳ ପ୍ରଦେଶରେ ଅଧିକ ପରିମାଣରେ ଜଳ ସମ୍ବଳ ରହିଥିଲେ ମଧ୍ୟ ତା'ର ବ୍ୟବହାର ନିମିତ୍ତ ସର୍ବନିମ୍ନ ସୁବିଧା ମିଳିନଥାଏ। ସେଥିରେ କ'ଣ ଅରୁଣାଚଳ ପ୍ରଦେଶ ଅଧିକ ଜଳ ଥିଲେ କ'ଣ କରିବ? ସେହି ଜଳକୁ ଭଲ ଭାବରେ ସୁବିଧା ମିଳିନଥାଏ। ଲାଦାଖ ଏକ ଶୀତଳ ମରୁଭୂମି ହୋଇଥିବାରୁ ଦେଶର ଅନ୍ୟାନ୍ୟ ଅଞ୍ଚଳ ସହିତ ଏହାର ଉତ୍ତମ ସଂଯୋଗ ନାହିଁ। ଲାଗି ଏ ଲାଦାଖ ଏକ ଶୀତଳ ମରୁଭୂମି ହେଲେ ମଧ୍ୟ କ'ଣ ହେବ? ଦେଶର ଅନ୍ୟାନ୍ୟ ଅଞ୍ଚଳ ସହିତ କ'ଣ ଉତ୍ତମ ସଂଯୋଗ ନାହିଁ। ସେଥିପାଇଁ ସମ୍ବଳର ସୁବିନିଯୋଗ ନିମିତ୍ତ ଏକ ସୁଚିନ୍ତିତ ଯୋଜନାର ଆବଶ୍ୟକତା ରହିଛି। ପ୍ରାକୃତିକ ସମ୍ବଳଗୁଡ଼ିକ ବିବେକାନୁମୋଦିତ ଭାବେ ବ୍ୟବହାର ହେଉଛି କି ନାହିଁ ସେ ସମ୍ବନ୍ଧରେ ସଚେତନ ରହିବା ସମସ୍ତଙ୍କ ପାଇଁ ଏକାନ୍ତ ଆବଶ୍ୟକ। ଏହା ବ୍ୟତୀତ ସେଗୁଡ଼ିକର ପୁନଃଭରଣ ହୋଇପାରିବ, ସେଥିପାଇଁ ନିର୍ଦ୍ଦିଷ୍ଟ ଉପାୟମାନ ବ୍ୟବହାର କରାଯିବା ଦରକାର। ପ୍ରାକୃତିକ ସମ୍ବଳଗୁଡ଼ିକର ବ୍ୟବହାର କରିବାରେ ମିତବ୍ୟୟିତା ଅବଲମ୍ବନ କରିବା ଏବଂ ସେଗୁଡ଼ିକ ସଂରକ୍ଷଣ ପାଇଁ ଉପଯୁକ୍ତ ପଦକ୍ଷେପ ନେବା ହେଉଛି ପ୍ରକୃତ ପନ୍ଥା। କୋଇଲା ଓ ଖଣିଜ ତୈଳ ଅବିରତ ବ୍ୟବହୃତ ହେଲେ ଏ ଶତାବ୍ଦୀ ମଧ୍ୟରେ ତାହା ଶେଷ ହୋଇଯିବ। ତେଣୁ ଶକ୍ତିର ବିକଳ୍ପ ଉତ୍ସ ଭାବେ ସୌରଶକ୍ତି, ପବନ ଶକ୍ତି, ଜୈବ ଗ୍ୟାସ୍ ଇତ୍ୟାଦିର ବ୍ୟବହାର ପ୍ରତି ପ୍ରୋତ୍ସାହନ ଓ ସୁଯୋଗ ସୃଷ୍ଟି କରିବା ଆବଶ୍ୟକ। ହେଲାନି ବାୟୁ, ଜଳ, ମୃତ୍ତିକା ଓ ଅରଣ୍ୟ ଆଦି ପ୍ରାକୃତିକ ସମ୍ବଳର ବ୍ୟବହାରରେ ସତର୍କତା ଅବଲମ୍ବନ କରିବା, ସେଗୁଡ଼ିକ ପ୍ରଦୂଷଣ ମୁକ୍ତ କରିବା ଏବଂ ବିଶେଷ ଭାବେ ସଂରକ୍ଷଣ କରିବା ନିହାତି ଆବଶ୍ୟକ। କେଉଁଟା ବାୟୁ, ଜଳ, ମୃତ୍ତିକା, ଅରଣ୍ୟକୁ କ'ଣ କରିବା? ପ୍ରାକୃତିକ ସମ୍ବଳକୁ ଆମେ କ'ଣ କରିବା? ସତର୍କତାର ସହିତ ଆମେ ତାକୁ ସତର୍କତା ଅବଲମ୍ବନ କରିବା ଏବଂ ସେଗୁଡ଼ିକୁ ପ୍ରଦୂଷଣ ମୁକ୍ତ କରି ରଖିବା, ଯାହାଦ୍ୱାରା କି କିଛି ଆମର କ୍ଷତି ହେବନି। ପ୍ରଦୂଷଣ ହ୍ରାସ କରିବା ପାଇଁ ଏବେ ସମଗ୍ର ବିଶ୍ୱରେ ଉଦ୍ୟମ ହୋଇଛି। ଭାରତ ମଧ୍ୟ ଜନସଚେତନତା ଜାଗ୍ରତ କରିବା ସହ ବିଭିନ୍ନ ବୈଜ୍ଞାନିକ ଉପାୟରେ ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ନୂତନ ପଦ୍ଧତି ଓ ବିଭିନ୍ନ ଆଇନ ସହାୟକ ନେଉଛି। ଭାରତ ସ୍ୱାଧୀନତା ପାଇଲା ପରେ ପ୍ରଥମ ପଞ୍ଚବାର୍ଷିକ ଯୋଜନାଠାରୁ ସମ୍ବଳ ଯୋଜନା ଲକ୍ଷ୍ୟ ହାସଲ କରିବା ଚେଷ୍ଟା କରି ଆସିଛି। ପ୍ରକୃତି ଓ ପ୍ରାକୃତିକ ସମ୍ବଳର ସଂରକ୍ଷଣ ପାଇଁ ଏକ ଆନ୍ତର୍ଜାତିକ ସଂସ୍ଥା, ଜାତୀୟ ସଂଘର ଏକ ସଦସ୍ୟ
देश भाव भारतर एक यार नीति को ग्रहण कर प्राकृतिक संबलर संरक्षण उपयुक्त पदक्षेप मान नेउछि। वन्यजंतु संरक्षण वाइल्ड लाइफ कन्जर्वेशन योजना माध्यम यही योजना 5 गोटी जातिर संख्या प्रति दृष्टि देउछि। गोटे है विलुप्त व निश्चिन्न जाति, विपद संकुल जाति, असुरक्षित जाति, दुर्लभ जाति, कम जना पड़ुवा बा योजना जाति को कौन जी दृष्टि देउछि। अरण्यर सुरक्षा जैव विविधतार संरक्षण उपर अधिक दृष्टि दि जाउछि। अरण्य रखा जंगल सुरक्षा आईन बना कहला जे अरण्य रखा जंगल सुरक्षा आईन प्रणयन कर। प्राकृतिक संबलर संरक्षण द्वारा विश्व जलवायु परिवर्तन को स्वाभाविक कराई चेष्टा कर भारत 1992 रियो डी जानेरियो विश्व बैठक जोगदे प्राकृतिक संबल प्राकृतिक परिवेश संरक्षण निमित्त अधिक ध्यान देउछि। देशर विभिन्न आईन प्रणयन करी और लोकों को सचेतन करी प्राकृतिक संबल संरक्षण कराई बलिष्ठ पदक्षेप नियाछि। 1992 रियो डी जानेरियो बैठक विश्व बैठक पे मैंने प्रथम अध्यायर प्रथम पाठ सरीगला। पुणी पढ़ा आम नेक्स्ट क्लास द्वितीय अध्याय पढ़ा।